ଖରା ଦିନ ଆସିଗଲା ମାନେ ଆମ ଝିଅମାନଙ୍କର ଫ୍ୟାସନ୍ ପୁରାପୁରି ଚେଞ୍ଜ ହେଇଯାଏ। ଘରେ ଚୁଟି ଜମା ଖୋଲି ବି ହେବନି। ତାପରେ ଲୁଜ୍ ଡ୍ରେସ୍ ଯେତିକ ସବୁ ପିନ୍ଧିବାକୁ ବହୁତ ଭଲ ଲାଗେ, କମ୍ଫର୍ଟେବଲ୍ ଲାଗେ। କାହିଁକିନା ଗରମରେ ଫିଟିଙ୍ଗ ତ ଜମା ଭଲ ଲାଗେନି। ଏମିତିରେ ମୁଁ ମାନେ ଅଲଗା ଦିନମାନଙ୍କରେ ବି ପୁରା ଫିଟିଙ୍ଗ ଜମା ବି ପସନ୍ଦ କରେନି। ମୋତେ ଟିକେ ଲୁଜ୍ ଫିଟିଙ୍ଗ ଭଲ ଲାଗେ ପିନ୍ଧିବା ପାଇଁକି। କାହିଁକିନା ମୁଁ ସେଥିରେ କମ୍ଫର୍ଟେବଲ୍ ରୁହେ ଆଉ ହଁ ଲୁକ୍ ବି ଭଲ ଆସେ, ମୋତେ ସେଇଟା ଲାଗେ। ବାକି କାହା କଥା ମୁଁ ଜାଣିନି। ତ ଏଇଠି ଯେହେତୁ ଗରମ ଦିନ ଟିକେ ଟିକେ ଷ୍ଟାର୍ଟ ହେଇଗଲାଣି, ଖରା ବି ବାହାରକୁ ଗଲେ ଖରା ଲାଗୁଛି ବହୁତ, କିନ୍ତୁ ଘର ଭିତରେ ଥଣ୍ଡା ଲାଗୁଛି। ଏବେ ଏମିତିଆ ପାଗ ଚାଲିଛି, ତେଣୁକରି ଆମର ହେୟାର ଷ୍ଟାଇଲ୍ ପୁରାପୁରି ଚେଞ୍ଜ ହେଇଗଲାଣି, ଆପଣମାନେ ଦେଖିକି ଜାଣିପାରୁଥିବେ। ତ ଚାଲନ୍ତୁ କଥାବାର୍ତ୍ତା ବହୁତ ହେଇଗଲା, ଏବେ ଦେଖିବା ଆମର ଖାଇବାରେ ଆଜି କ'ଣ ହେଇଥିଲା। ଖାଇବାରେ ଆଜି ବିଲକୁଲ ସିମ୍ପଲ୍ ଖାଇବା ଥିଲା। ଭାତ ସହିତ ମୁଁ ନେଇଥିଲି ଆଜି ଦହି, ଡାଲି ଥିଲା କିନ୍ତୁ ମୁଁ ନେଇନଥିଲି। ତା ସହିତ ହେଇଥିଲା ବାଇଗଣ ଗୋଟେ ପୋଡ଼ା ହେଇକିରି ଦହି ପଡ଼ିଥିଲା। ସେଇଟା ମୁଁ ଭୁଲି ଯାଇଥିଲି ଖାଇବା ପାଇଁ, ତେଣୁକରି ଭିଡ଼ିଓରେ ନାହିଁ। ପରେ ବୋଉ ଆଣିକି ମୋତେ ଦେଇଥିଲା, ଆରେ ବାଇଗଣ ନେଇନୁ କି? ମୁଁ କହିଲି ହଁ ହଁ ମୁଁ ଭୁଲି ଯାଇଛି। ତ ଏଇଠି ହେଇଥିଲା ବାଇଗଣକୁ ବୋଉ ଗୋଲ ଗୋଲ କରିକି ଭାଜିକି ମାନେ ସରି କାଟିକି ତାକୁ ବେସନ ଆଉ ଟିକେ ଚାଉଳ ଗୁଣ୍ଡ ଦେଇକରି ତାୱା ସେକା କରିଥିଲା। ତା ସହିତ ହେଇଥିଲା ଏଠି ଯେଉଁ କଖାରୁ ଫୁଲର ଯେଉଁ ଡଙ୍କଟା ଥାଏ, ତା ସହିତ ବଢ଼ି, ଆଳୁ, କଖାରୁ, ସାରୁ ପଡ଼ିକିରି ଗୋଟେ ବଢ଼ିଆ ସୋରିଷ ବେସର ଦେଇକି ତରକାରୀ ହେଇଥିଲା। ତା ସହିତ ଏଇଠି ହେଇଥିଲା କଖାରୁ ଫୁଲ ବରା। ଆଉ ଦେଖିପାରୁଥିବେ ଭାତ ଆଉ ଦହି, ଡାଲି ମୁଁ ନେଇନଥିଲି, ଗୋଳେଇ ଗୋଳେଇ ଖାଇ ଦେଇଥିଲି। ଟିକେ ଲୁଣ ପକାଇବେ, ଖରାଦିନ ଆସିଲା ମାନେ ଡାଲି ବହୁତ ଜଣଙ୍କ ଘରେ ସ୍କିପ୍ ହେଇଯାଏ। ମାନେ 99% ଲୋକଙ୍କ ଘରେ ଡାଲି ବନା ହୁଏନି, କେବଳ ଦହି, ଭାତ, ପଖାଳ ଏଇସବୁ ହିଁ ଚାଲିବ। ଠିକ୍ କହିଲି ନା? ଆଚ୍ଛା, ଆପଣଙ୍କ ଘରେ ଆଜି କ'ଣ ରୋଷେଇ ହେଇଥିଲା? ରହିଲି, ଜୟ ଜଗନ୍ନାଥ।